ମୁଁ ଏ ବର୍ଷ ପାଲା ଛାଡ଼ିବି, ମୁଁ ଏ ବର୍ଷ ପାଲା ଛାଡ଼ିବି, ଆଉ ପାଲା ଗାଇବିନି, ଆଉ ପାଲା ଗାଇବିନି। ଗୋଟିଏ ପଦ କହିଲ ମୋ ଆଖିରୁ ଲୁହ ବାହାରିଲା ଛାତ ଉପରେ, ମୋ ଆଖିରୁ ଲୁହ ବାହାରିଲା ଛାତ ଉପରେ। ସେ କେମିତି ସାପଟା ତ ସ୍ୱାମୀ ହେଲା ନା ସ୍ୱର୍ଗପୁରରେ ଗନ୍ଧମାଳା ଯକ୍ଷିଣୀ ମୁଁ ଥିଲି, ଇଏ ଥିଲା ବିଶ୍ୱଦତ୍ତ ଗନ୍ଧର୍ବ। ସୀତାଙ୍କୁ ଚୋରି କରିଛି ରାବଣ। ହଁ, ପୁଷ୍ପକ ବିମାନରେ ବସେଇକି ନେଇନି। ପ୍ରମାଣ ଅଛି ପୁରାଣରେ। ଆଜ୍ଞା। ରାବଣ ସୀତାକୁ ଚୋରି କରିକି ନେଇଛି। ହଁ, ରାବଣ ସୀତାକୁ ନେଇନି, ଆଉ ସୀତା ରାବଣକୁ ନେଇକି ପଳେଇଛି। ତାହେଲେ ସଜ୍ଜନ ବର୍ଗେ ଆଜ୍ଞା। ଏପଟେ ରାବଣ, ହଁ, ଏପଟେ ମନ୍ଦୋଦରୀ। ମନ୍ଦୋଦରୀ। ଯୁଦ୍ଧ ହବ, ରାମାୟଣ ଯୁଦ୍ଧ ରାମ ସାଙ୍ଗରେ। ବାସ୍। ରାବଣ ମରିଛି କାହା ପାଇଁ? ଯିଏ 10 ମହାବିଦ୍ୟାକୁ ସାଧନ କରିଥିଲା, ଆଚ୍ଛା। ଆଜ୍ଞା। ଯେ ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ବୀର, ହଁ ହଁ, ସେ ମଲା କାହିଁକି ରାମ ବାଣରେ? ଅନ୍ୟାୟ କଲା ବୋଲି। କି ଅନ୍ୟାୟ କରିଛି? ରାବଣ କଣ ଅନ୍ୟାୟ କରିଛି? ସୀତାଙ୍କୁ ଚୋରି କରିକି ନେଲା, ସେଥିପାଇଁ ମଲା। ସୀତାଙ୍କୁ ଚୋରି କରିଛି ରାବଣ। ହଁ, ପୁଷ୍ପକ ବିମାନରେ ବସେଇକି ନେଇନି। ପ୍ରମାଣ ଅଛି ପୁରାଣରେ। ଆଜ୍ଞା। ରାବଣ ସୀତାକୁ ଚୋରି କରିକି ନେଇଛି। ହଁ, ରାବଣ ସୀତାକୁ ନେଇନି, ଆଉ ସୀତା ରାବଣକୁ ନେଇକି ପଳେଇଛି। କଣ କହୁଛ ଏମିତି? ସଂଖ୍ୟା ତ ଲୋକ ସଂଖ୍ୟା କମ, 8-10 ଜଣ ବସିଛ। ପ୍ରଥମ ଥାକରେ ଗାୟକ ତମେ ପାଲା ଗାଇବ, ଲୋକ 20ଟା ବସିବେ। ତାହେଲେ ଆମେ ରାତିରେ କାହିଁ କହିବୁ 12,000 ଲେଖେ ନବୁ? ଯଦି 20ଟା ଲୋକକୁ 12,000 ଟଙ୍କା ପଇଲା, ତାହେଲେ ଗୋଟେ ଲୋକ ମୁଣ୍ଡ ପିଛା କେତେ ଟଙ୍କା ହେଲା? 600 ଟଙ୍କା ଲେଖେ ପଇଲା। ବାସ୍। ତାହେଲେ ତମେ କାହିଁକି ପାଲା ଶୁଣିବ, ଅପେରା ଦେଖିବାକୁ କାହିଁକି ନ ଯିବ? ଅପେରା ତ ଦେଖିଲେ 300 ଟଙ୍କା ଭିତରେ ସବୁ କାମ ଖତମ। ହଁ ହଁ, ଆଉ ତକ ପଇସା ଚା ଜଳଖିଆ ସଭା କରିହବ। ପାଲାର ଗତି ଠିକ କର, ପାଲାର ଧାରା ଠିକ କର, ହଁ, ପାଲାର ବିଧି ଠିକ କର, ବାସ୍। ଯେମିତି ଶ୍ରୋତା ମାନଙ୍କର ଆଗମନ ହବ। ହଁ 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 ହଁ। ଆଉ ଖାଲି ରାତି ଯାକ ହୋତା 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 ହୋତା। କଣ ତମ ଘରେ ଜୋତା ପୋଲିସ କରୁଥିଲା? ନାଇଁ ମ। ହୋତା କଣ ତମ ବାଇରେ ଲେଉଟିଆ ଶାଗ କାଟୁଥିଲା? ନାଇଁ ନାଇଁ, ସେମିତି କାମ କରିବାକୁ ଯିବେ କି ବିଲକୁଲ? କିନ୍ତୁ ଯାହା ହଉ ପଦୁଟିଏ କହିଲ, ମୋ ଛାତି ପୂର୍ଣ୍ଣ ହେଇଗଲା। ଆଚ୍ଛା। ଗୋଟିଏ ପଦ କହିଲ, କଣ ଆଜ୍ଞା? ମୋ ଆଖିରୁ ଲୁହ ବାହାରିଲା ଛାତ ଉପରେ। ଆଚ୍ଛା। ପଦୁଟିଏ କହିଲ ଯେ ଓଡିଶାରେ ଯଦି ମତେ ବୁଲେଇଥାଏ, ନାମ କରେଇଥାଏ କିଏ, ସିଏ ହଉଛି ନୃସିଂହ ହୋତା। ବାସ୍, ସାର୍ ଶୁଣିଛନ୍ତି ଆଉ। ନା, ମୁଁ କଣ ଯେ ତମକୁ ନାମ କରେଇଦେଲି? ନାଇଁ 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 ନାଇଁ, ମୁଁ ସାନ ଭାଇ, ତମେ ଜଣେ ମୋର ବଡ ଭାଇ। ବାସ୍। ତମେ ତମ କର୍ମ କରୁଛ, ମୁଁ ମୋ କର୍ମ କରୁଛି। ଆଉ କଣ? ଏଇଆ ଶ୍ରୋତା ମାନେ ଟିକେ ସାର୍ଟିଫିକେଟ ଦିଅନ୍ତି। ହଁ ହଁ, ଏ ଗାୟକଟି ଭଲ, ଏ ଗାୟକଟି ଟିକେ ସରସ, ଏ ଗାୟକ ଟିକେ ନିରସ ବୋଲି କହନ୍ତି ସମସ୍ତେ ପଣ୍ଡିତ ଏଇଆ ମାନେ। କହନ୍ତି। ଆଜ୍ଞା। ତେଣୁ ମନରେ ସେ କଥା ଭାବନା, ମୁଁ ତମକୁ କଣ ନାଇଁ ଓଡିଶାରେ ବୁଲେଇଲି? ନାଇଁ ନାଇଁ ନାଇଁ, ତମ ଭାଗ୍ୟରେ ଥିଲା ତମେ ଓଡିଶାରେ ବୁଲିବା ପାଇଁ ବୁଲିଲ। ବାସ୍। ତମେ ଏଠି ପାଲା ଗାଇବ, ମୁଁ ଏ ବର୍ଷ ପାଲା ଛାଡ଼ିବି, ହଁ, ଆଉ ପାଲା ଗାଇବିନି। କଣ କରିବ ଆଉ, ଶରୀର ଅସୁସ୍ଥ। ଶରୀର ଏତେ ଅସୁସ୍ଥ, ବାସ୍। ମୁଁ ଦିନ ଯାକ ଉଠି ପାରୁନି, ହଁ, ସେ ବେଡ୍ ଉପରେ କେବଳ ପଡି ରହୁଛି। ଆଜି ଗୋଟେ ଦିନ, ଗୋଟେ ବିନ୍ଦୁ ମୁଁ ଭାତ ବି ଖାଇନି। କିନ୍ତୁ ମଞ୍ଚ ଉପରେ ଯୋଉ 2 ଘଣ୍ଟା ନେଲିଣି, ଆହା, ଅଳସ ଅଛି? ନାଇଁ ନାଇଁ, ଯେତିକି ଶ୍ରୋତା ହଁ, ଆସିଲା ବେଳକୁ ସେତିକି ଶ୍ରୋତା ମୁଁ ବସେଇଛି, ଜଣକୁ ଉଠେଇଲିଣି? ନାଇଁ ନାଇଁ। ତେଣୁ ସେ ବେଙ୍ଗବତୀ କନ୍ୟା ହେଲା ମନ୍ଦୋଦରୀ, ତାକୁ ବାଳି ଦେଖିଛି। ବାସ୍। ବାଳି ଦେଖିକି ମନ୍ଦୋଦରୀ କି ମନେ ମନେ ଭାବି ନେଇଛି, ଆଚ୍ଛା।
ବାଳି ସହିତ ମନ୍ଦୋଦରର ପ୍ରେମ ହେଇଛି। ହଁ ହଁ ଏ ଅଙ୍ଗୁଜାତ ହେଲା ବୋଲି ଅଙ୍ଗଦ ତା ନାମ। ମନ୍ଦୋଦରୀ ଗର୍ଭୁସିନା ହୋଇଲା ଜନମ। ଏଣୁ ହୋଇଲା ସେ ସିନା ବାଳିର ନନ୍ଦନ। ମନ୍ଦ ଉଦର ହେବାରୁ ମନ୍ଦୋଦରୀ ନାମ। ଭୁଲ। ଏ ସବୁ ଗାୟକ ମାନେ ଏଇଆ କହନ୍ତି, ଆଚ୍ଛା କିନ୍ତୁ ବାଲ୍ମୀକି ରାମାୟଣରେ ତା ନାହିଁ। ନାହିଁ। ଯେମିତି କିପରି? ଦ୍ରୁପଦ ରାଜାଙ୍କର ଝିଅ ହେଇଥିବାରୁ ହଁ ବାପା ନାଁରେ ଝିଅ ନାଁ ହେଲା ଦ୍ରୌପଦୀ। ଦ୍ରୌପଦୀ। ଜନକ ବାବାଜୀର ଝିଅ ହେଇଥିବାରୁ ହଁ ସୀତା ନାଁ ହେଲା ଜାନକୀ। ବାସ୍। ଇଏ ମନ୍ଦର ବାବାଜୀଙ୍କଠୁ ଜନ୍ମ। ଆଚ୍ଛା ମନ୍ଦର ବାବାଜୀ ହଁ କ୍ଷୀର ସିଝେଇ ଦେଇକି ଗାଧେଇ ଯାଇଛି। ବାସ୍। ଓରା ଉପରେ ବେଙ୍ଗଟେ ଥିଲା। ଆଚ୍ଛା କ୍ଷୀର ଖାଇବାକୁ ମନ ହେଲା, ହଁ ହଁ ଡେଇଁ ପଡିଲା ଓରା ଉପରୁ, ହଁ ପଡିଗଲା କ୍ଷୀର ଭିତରେ। ବାସ୍। ଦୁଲୁ ଦୁଲୁ କିନି କ୍ଷୀର ଗୁଡାକ ଫୁଟୁଛି। ହଁ ବେଙ୍ଗ ବଞ୍ଚିବ? ନାଇଁ। ମରିକି ପଡିଛି ବେଙ୍ଗ ତା ଭିତରେ। ଆଚ୍ଛା ବାବାଜୀ ଆସିକି ପହଞ୍ଚିଛି। ହଁ କହିଲେ କଣ କଲୁ? କଣ କଲୁ? ମୁଁ ନ ଖାଇଲେ ନାହିଁ। ନା କି ତୁ ଖାଇଲୁନି? ମୋ ପିତୃପୁରୁଷକୁ ମୁଁ ଅର୍ପଣ କରିଥାନ୍ତି। ଆଚ୍ଛା ମୋ ପିତୃପୁରୁଷ ଆଜି ରହିବେ ହଁ ହଁ ଅସୀମୀଚୀନ ରୂପରେ। ବାସ୍। ମୋ ପିତୃପୁରୁଷ ଆଜି ଉପବାସ ରହିଲେ। ରଖେଇଲୁ ମୋର ପିତୃପୁରୁଷଙ୍କୁ ଉପବାସ ଆଜି। ତୁ ଯଦି ପ୍ରକୃତରେ ମୋର ଉପକାର କରିଥିବୁ, ହଁ ତାହେଲେ ତୁ ଗୋଟେ ସୁନ୍ଦରୀ ଝିଅଟିଏ ହେଇକି ବାହାରେ। ଆଚ୍ଛା ଯଦି ମୋର ଅପକାର ପାଇଁ କ୍ଷୀର ଭିତରେ ପଡିଥିବୁ, ଭସ୍ମ ହେଇଯା। ବେଙ୍ଗଟା ବାହାରିଲା ଗୋଟେ ସୁନ୍ଦରୀ ଷୋଡ଼ଶୀ ଝିଅ ହେଇକି। କହିଲା ବାବା, ହଁ ମୁଁ ଏଇ କ୍ଷୀର ଭିତରେ ପଡିବାର କାରଣ, କାହିଁକି ତୁ ପଢିଥିଲୁ? ମୋ ସ୍ୱାମୀ ଆପଣଙ୍କୁ ମାରିବାକୁ ଚାହୁଁଥିଲା। ଆଚ୍ଛା ମୋ ସ୍ୱାମୀ ହଉଛି ବିଶ୍ୱଦ୍ଧତ ଗନ୍ଧର୍ବ, ଆଚ୍ଛା ସାପ ଜନ୍ମ ପାଇଛି। ଆଚ୍ଛା 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 କଥା କୁଆଡେ ଅଛି ଦେଖୁଛୁ? କ୍ଷୀର ଖାଇବା ପାଇଁ ଆସିକି ଏ କ୍ଷୀର ପାତ୍ରରେ ଯେତେବେଳେ ମୁହଁ ମାରି ଦେଇଛି, ତାତିଗଲା ମୁହଁ, ଗରଳ ଗୁଡାକ ଛାଡିଦେଲା। ଏହେ ନା ସେ କେମିତି ସାପଟା ତ ସ୍ୱାମୀ ହେଲା? ନା ସ୍ୱର୍ଗପୁରରେ ଗନ୍ଧମାଳା ଯକ୍ଷିଣୀ ମୁଁ ଥିଲି, ଇଏ ଥିଲା ବିଶ୍ୱଦ୍ଧତ ଗନ୍ଧର୍ବ। ଆଚ୍ଛା ଦେବତା ମାନଙ୍କ ସୁଖ ପାଇଁ ଆମକୁ ଡକା ଯାଇଛି। ଆଚ୍ଛା ଯେମିତି ନିରଞ୍ଜନପୁର ଅନୁଷ୍ଠାନ ନୃସିଂହ ତାକୁ ଡାକିଛି, ବାସ୍। ସେମିତି ଆମ ଦି ଜଣଙ୍କୁ ଡକା ଯାଇଛି। ହଁ 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 ଯେମିତି ମେଲୋଡି କରିବା ପାଇଁ ଆମେ ମାନେ ଡାକୁଛେ ଡ୍ୟାନ୍ସରଙ୍କୁ, ବାସ୍ ବାସ୍। ଆମ ଦି ଜଣଙ୍କୁ ଇନ୍ଦ୍ର ଡାକିଛି ଆଜ୍ଞା ନୃତ୍ୟ କରିବା ପାଇଁ। ହଁ ହଁ ଆମେ ନୃତ୍ୟ କଲା ବେଳେ ହଁ ସେତେବେଳେ ପରା ନଥିଲା ସଭା କଳିରା ଜନ। ନୃତ୍ୟ ଦେଖି ହୋଇଲା ତାର କ୍ରୋଧିତ ମନ। ଆମକୁ ଦେଖିକି କଳି ରାଗିଲା, ହଁ ଅଭିଶାପ ଦେଲା। ଆଚ୍ଛା ମୋ ସ୍ୱାମୀ ହଁ ଠିଆ ହେଇକି ମୃଦଙ୍ଗ ବଜେଇକି ନାଚି ନାଚି ନାକରୁ ନିଶ୍ୱାସ ବାହାରୁଛି, ବାସ୍। ଯୋଡା ନିଶ୍ୱାସ ପଳଉଛି, ପ୍ରଖର ନିଶ୍ୱାସ। ଆଉ କଳି କହିଲେ ଅହିରେ, ହଁ ମୁଁ ନାଇଁ, ମୋ ପାଇଁ ଗୋଟେ ସିଟ ନାହିଁ, ଆଚ୍ଛା ତମେ ନାଚୁଛ, ହଁ ତୋ ନାକରୁ ପ୍ରଖର ନିଶ୍ୱାସ ବାହାରୁଛି, ହଁ ଅଭିଶାପ ତତେ ଦେଉଛି। ହଁ ହଁ
ଆଜି ଭୁଜଙ୍ଗ ହୁଅ ନମ୍ର ହେଇକି ଠିଆ ହେଇଛି ଗନ୍ଧମାଳା ଯକ୍ଷିଣୀ। ଆଚ୍ଛା କହିଲା ମୁହଁ ତଳୁକୁ ପକେଇକି ଠିଆ ହେଇଛୁ। ଆଜ୍ଞା କହିଲେ ତୁ ବେଙ୍ଗ ହେଇଯା। ଆଚ୍ଛା ତେଣୁ ଏ ମନ୍ଦୋଦରୀ ହେଲା ବେଙ୍ଗ, ହଁ ରାବଣ ହେଲା ବିଶ୍ୱଦତ୍ତ, ଗନ୍ଧର୍ବ ହେଲା ସାପ। ସାପ ସାପ ମାରିବା ପାଇଁ ଆଜ୍ଞା ଇଏ ତ ଖାଦ୍ୟ ଖାଦକ, ଆଜ୍ଞା ସାପ ଖାଇବାକୁ ନେଲା ବେଙ୍ଗୁକୁ। ଆଚ୍ଛା କାହିଁକି ନା ଯେତେବେଳେ ଜନ୍ମାନ୍ତରର ପରିବର୍ତ୍ତନ ଘଟେ, ପୂର୍ବ ଜନ୍ମରେ ଆମେ କଣ ଥିଲେ କଣ ଜାଣିପାରିବା କି? ନାଇଁ ନାଇଁ ସେ କଥା କିଏ କହିବ? କେହି ଜାଣିପାରିବାନି। ନାଇଁ 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 ସାପ ଉଡେଇଲା ମାରିବାକୁ ବେଙ୍ଗୁକୁ ଖାଇବାକୁ। ଆଚ୍ଛା ଏ ବେଙ୍ଗ ଦୌଡ଼ି ଦୌଡ଼ି ମନ୍ଦର ବାବାଜୀ ଉଆରେ ଥିଲା। ହେଲେ ସାପ ଆଉ ଦେଖି ପାରୁନଥିଲା। ସାପ ନେଇକି ବଇଛି, ଆଚ୍ଛା ଦେଖିଲା କ୍ଷୀର ସିଝୁଛି। ବାସ୍ କହିଲା ବେଙ୍ଗୁକୁ ତ ଖାଇପାଇଲିନି, ହଁ ହଁ ନାଗ ସାପ କ୍ଷୀର ପ୍ରିୟ। ଆଚ୍ଛା କହିଲା କ୍ଷୀର ଟିକେ ଖାଇବା। ହଁ ହଁ ଯେତେବେଳେ ମୁହଁ ମାରି ଦେଇଛି, ବାସ୍ ତାତିଗଲା ଫଣା, ହଁ ହଁ କ୍ଷୀର ଟକ୍ ଟକ୍ ସିଝୁଛି। ସିଝୁଛି ରାଗିଗଲା ନାଗ, ଗରଳ ଗୁଡାକ ଭସ୍ ଭସ୍ କିନି ଛାଡିଦେଲା। ଛାଡିଦେଲା ସେଇ କ୍ଷୀର ଭିତରକୁ। କହିଲା ମୁଁ ତ ଖାଇବିନି, ଏ ବାବାଜୀ କାହିଁକି ଖାଇବ? କାହିଁ ଖାଇବେ? ମୁଁ ତ ମରିବି, ଏ ବାବାଜୀ କାହିଁକି ବଞ୍ଚିବ? ଆଚ୍ଛା ବେଙ୍ଗ ଉରା ଉପରେ ଅଛି ସ୍ତ୍ରୀ ଗନ୍ଧମାଳା ଯକ୍ଷିଣୀ, ଡେଇଁ ପଡିଲା କ୍ଷୀର ଉପରକୁ, ପ୍ରାଣ ଛାଡିଗଲା। ହଁ ବାବାଜୀ ଗାଧେଇକି ଆସିକି ଦେଖିଲା ବେଳକୁ ବେଙ୍ଗଟେ ମରିକି ପଡିଛି। ବାସ୍ କହିଲା ଯଦି ମୋ ଉପକାରରେ ଥିବୁ ଗୋଟେ ଷୋଡଶୀ କନ୍ୟା ହେଇଯା, ଆଚ୍ଛା ଯଦି ଅପକାରରେ ଥିବୁ ଭସ୍ମ ହେଇଯା। ହଁ ସେଇ ବେଙ୍ଗ। ଚାହୁଁ ଚାହୁଁ ଝିଅଟା ଗୋଟେ ଷୋଡଶୀ ଯୁବତୀ ହେଇକି ଠିଆ ହେଲା। ଆଚ୍ଛା କା ଯୋଗୁ? ମନ୍ଦର ବାବାଜୀ ଯୋଗୁ। ବାସ୍ 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 ତେଣୁ ମନ୍ଦର ବାବାଜୀ ନାମ ଅନୁସାରେ ନାମ ମନ୍ଦୋଦରୀ ହେଲା। ବସି ଶୁଣୁଥିଲେ ପଣ୍ଡିତ ମଣ୍ଡଳୀ, ମନ ଧ୍ୟାନ ଦେଇ ଭଲା। ଆଉ ଗପିବାକୁ ବଳ ନାହିଁ, ମନ ନାହିଁ ଯେ ହେଲା ସମୟ। ଏହି ଠାରୁ ପରା ମୂର୍ଖ ନୃସିଂହ ଯେ ହୋତା ମାଗୁଛି ବିଦାୟ। ଗଲା ବେଳେ ବାପା ମାନେ ଜଣେ କିଏ ଟିକେ ଦିଅ ହରିବୋଲ। କଲ୍ୟାଣ କରିବେ ସତ୍ୟନାରାୟଣ, ଗ୍ରାମର ହୋଇବ ଭଲ। ବିଦାୟ କାଳରେ ନୃସିଂହ ମାଗୁଛି ଜଣେ ହରିବୋଲ ଦିଅ। ଆପଣଙ୍କ ପରିବାରକୁ ଘଣ୍ଟ ଘୋଡେଇ ରଖିବ ନନ୍ଦ ପୁଅ। ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ, ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ। ଆନନ୍ଦ ସାଗରେ ପୀର ଦରବାରେ, ଆନନ୍ଦ ସାଗରେ ପୀର ଦରବାରେ, ସର୍ବେ ହରିବୋଲ କରତାଳି, ହୁଳ ହୁଳି ଦିଅ ଏ ବିଶ୍ୱ ଦୁଃଖ ଯାଉ ହେ।